ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ ମାନ ମିଳିଥାଏ ଏବଂ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ। ଯେତେବେଳେ ଏହି ତିନୋଟି ଯାକ ମିଶିଯାଏ ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ। ଯଦି ସିଂହ ପରି ହେବାକୁ ଚାହୁଁଛ ତେବେ ସବୁ ସମସ୍ୟାର ସାମ୍ନା ବି କରିବା ଶିଖ। ଅଧିକ ଦୁଃଖ ତ ସେତେବେଳେ ଲାଗେ ଯେତେବେଳେ ଅନ୍ୟ କାହା ପାଇଁ ନିଜକୁ ବଦଳେଇ ଦେଉ ଆଉ ସିଏ ହିଁ ଆମକୁ ଗୁରୁତ୍ୱ ଦିଏ ନାହିଁ। ବ୍ୟସ୍ତ ହେବାର କିଛି ନାହିଁ। ଦୁନିଆରେ ସବୁ କିଛି ବଦଳିଥାଏ। ତାରିଖ ବଦଳିଯାଏ, ଲୋକ ବଦଳି ଯାଆନ୍ତି, ଭାଗ୍ୟ ବି ବଦଳିଯାଏ। ଜୀବନକୁ ବୁଝିବା ଅପେକ୍ଷା ବଞ୍ଚିବା ଶିଖ, କାରଣ ଜୀବନର ଗୋଟିଏ ସମସ୍ୟାର ଉତ୍ତର ଖୋଜି ପାଇଲା ବେଳକୁ ଆଉ ଗୋଟିଏ ସମସ୍ୟା ଆସି ସାମ୍ନାରେ ଠିଆ ହୋଇଯାଏ। ଜିଦି ହିଁ ଦରକାର ଖାଲି ଜିତିବା ପାଇଁ, ହାରିବା ପାଇଁ ତ ଗୋଟିଏ ଡର ହିଁ ଯଥେଷ୍ଟ। ପ୍ରତ୍ୟେକ ବ୍ୟକ୍ତିଙ୍କ କଥା ଶୁଣ ଆଉ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ କିଛି ଶିଖ, କାହିଁକି ନା ସମସ୍ତେ ସବୁ କିଛି ଜାଣିନଥାନ୍ତି, ହେଲେ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ତ ଜାଣିଥାନ୍ତି। ବୟସ ଥିଲେ ପାଖରେ ପଇସା ନାହିଁ, ପଇସା ଆସିଲେ ବ୍ୟସ୍ତତା ଭିତରେ ସମୟ ନାହିଁ, ସମୟ ମିଳିଲା ବେଳକୁ ଆଉ ପୁଣି ବୟସ ନାହିଁ। ବେଳେବେଳେ ପଇସା, ସମୟ, ବୟସ ସବୁ କିଛି ଥାଏ, ହେଲେ ସମ୍ପର୍କ ନଥାଏ। ଅଜବ ଏ ଖେଳ, ବିଚିତ୍ର ତାର ନିୟମ, ନା ତାର ଜୀବନ। ଦରକାର ଠାରୁ ଅଧିକ ମିଳିଲେ ତାକୁ ଭାଗ୍ୟ କୁହନ୍ତି। ଭାଗ୍ୟ ଦେଇଥିବା ସବୁ କିଛି ଥାଇ ଯେ କାନ୍ଦିଥାଏ ତାକୁ ଦୁର୍ଭାଗ୍ୟ କୁହନ୍ତି। ଆଉ ଜୀବନରେ ଅଳ୍ପ ପାଇ ଯିଏ ଖୁସି ହୁଏ ତାକୁ ଭାଗ୍ୟବାନ କୁହନ୍ତି। ପରନିନ୍ଦା, ପରଚର୍ଚ୍ଚା, ପର ଅପଦସ୍ଥ କରୁଥିବା ଲୋକଙ୍କୁ ପ୍ରଥମେ ପ୍ରଥମେ ଭାରି ଆନନ୍ଦ ଲାଗେ, ପରେ ସେହି କର୍ମ ତାଙ୍କରି ପଛରେ ଭାରି ହୋଇ ପଡ଼ିଥାଏ, ଯେଉଁଥିରେ ମୁକୁଳିବାର ବାଟ ମିଳିନଥାଏ। କଷ୍ଟ ତ ସେହି ମଣିଷ ଦେଇଥାଏ ଯାହାକୁ ଆମେ ଆପଣାର ଭାବିଥାଉ, ନହେଲେ ବାଟରେ ଗଲାବେଳେ ଅଜଣା ଲୋକ ତ ଟିକିଏ ଧକ୍କା ଲାଗିଲେ ବି କ୍ଷମା ମାଗି ନେଇଥାନ୍ତି। ଶରୀର ସୁନ୍ଦର ଥାଉ କି ନଥାଉ, କହୁଥିବା ଶବ୍ଦ ଗୁଡ଼ିକ ସୁନ୍ଦର ହେବା ନିହାତି ଦରକାର, କାହିଁକି ନା ଲୋକ ଚେହେରା ଭୁଲି ଯାଆନ୍ତି, କିନ୍ତୁ କହିଥିବା କେଇ ପଦ କଥା ମନ ଭିତରେ ବସା ବାନ୍ଧି ରହିଯାଏ। ସାହାଯ୍ୟ ଏପରି ଏକ ଭାଷା ଅଟେ ଯାହାକୁ ବଧିର ଲୋକଟିଏ ଶୁଣିପାରେ, ଅନ୍ଧ ଲୋକଟିଏ ଦେଖିପାରେ। ଜୀବନରେ ତ ଆମକୁ ବହୁତ କିଛି ମିଳେ, ଆଉ କିଛି ମିଳେ ନାହିଁ, କିନ୍ତୁ ଆମ ମନରେ ପାଇବାର ସୁଖ ଠାରୁ ଅଧିକ ହରେଇବାର ଦୁଃଖ ଥାଏ। ଅତିଥି ଭଗବାନ ସଦୃଶ। ଯେଉଁ ଘରୁ ଅତିଥି ଅସନ୍ତୁଷ୍ଟ ହୋଇ ଅପ୍ୟାହିତ ନ ହୋଇ ଫେରିଯାଆନ୍ତି ସେହି ଘର ନଷ୍ଟ ହୋଇଯାଏ। ନିଜ ଲୋକ ନୁହେଁ, ନିଜ କର୍ମ ହିଁ ଫେରିକି ଆସିଥାଏ। ଆଜିର ସମୟରେ କେହି ଆପଣଙ୍କର ହୋଇ ରହିନଥାନ୍ତି। ଲୋକ ତ ସେ ପର୍ଯ୍ୟନ୍ତ ନିଜର ହୋଇଥାନ୍ତି ଯେ ପର୍ଯ୍ୟନ୍ତ ତୁମ ପାଖରେ ତାଙ୍କର ସ୍ୱାର୍ଥ ଥାଏ। କେବେ ଅଧିକ ଗର୍ବ ଆଉ ଅହଙ୍କାର କରନ୍ତୁ ନାହିଁ, କାହିଁକି ନା ଅଧିକରୁ ଅଧିକ ଶକ୍ତିଶାଳୀ ଲୋକଙ୍କୁ ମଧ୍ୟ ଦିନେ ସାହାରାର ଆବଶ୍ୟକ ପଡ଼େ। ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ, ବଞ୍ଚି ରୁହେ ବ୍ୟବହାରରୁ, ଅନୁଭବ ହୁଏ ଯନ୍ତ୍ରଣାରୁ, ଅନୁଭୂତି ରୁହେ ହୃଦୟରେ, ଫିକା ପଡ଼ିଯାଏ ଅବହେଳାରୁ, ଆଉ ଭାଙ୍ଗିଯାଏ ଗୋଟିଏ ଛୋଟିଆ ଭୁଲ ବୁଝାମଣାରୁ। ପର କଥା ଶୁଣି କେବେ କାହା ବିରୁଦ୍ଧରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ, କାରଣ ଏଠାରେ ଘର ଭାଙ୍ଗିବା ଲୋକ ବହୁତ ଅଛନ୍ତି, କିନ୍ତୁ ଘର ଯୋଡ଼ିବା ଲୋକ ବହୁତ କମ୍। ତେଣୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କାହା କଥାକୁ ବିଶ୍ୱାସ କରନ୍ତୁ ନାହିଁ। ଅସ୍ତ୍ର କେବଳ ଶରୀରକୁ ଆଘାତ କରେ, କିନ୍ତୁ ଗୋଟିଏ ଶବ୍ଦ ହସ ଖୁସିରେ ବଞ୍ଚୁଥିବା ମଣିଷକୁ ସବୁଦିନ ପାଇଁ ଚୁପ୍ କରେଇଦିଏ। ଜ୍ଞାନ ସର୍ବଦା ଧନଠାରୁ ଉତ୍ତମ ଅଟେ, କାରଣ ଧନକୁ ସର୍ବଦା ମନୁଷ୍ୟ ରକ୍ଷା କରେ, କିନ୍ତୁ ଜ୍ଞାନ ମଣିଷକୁ ସର୍ବଦା ରକ୍ଷା କରେ।